ଆପଣ କେତେ ବର୍ଷ ହେଲା ରଙ୍ଗ କରୁଛନ୍ତି? ବାଉଜକୁ ପ୍ରାୟ 60 ବର୍ଷ ରୁଦ୍ଧ ହବ। ଏ ବର୍ଷ ବି ରଙ୍ଗ ଲଗେଇବେ? କି କଥା ତା ପାଇଁ ମୁଁ ଘର ଚଳଉ ସେ ବୋଲି ମୁଁ ତମ ପାଖେ ପତିଆରା କ'ଣ କୁହନ୍ତି ହୋଲି ଲଗେଇଲା ବେଳେ? ପ୍ରିୟ ଖୁସି ତ ବାସ୍। ଭାଉଜ କ'ଣ କୁହନ୍ତି? ସ୍ୱାମୀ ରେଡ଼ି ତ ଆମର ନଟ ବୋଲ୍ଟ ଫଟ୍ କିନ୍ତୁ ଟାଇଟ୍ ହେଇଯିବ, କିଛି ଅସୁବିଧା ନାହିଁ। ଝଗଡ଼ା ହୁଏନି କାଇଁ? ସୁର ଭାଇ ପିଲାର ଦିନୁ ଖେଳି ଆସିଛନ୍ତି। ସୁର ଭାଇ ଆଜିଠୁ ମଧ୍ୟ ଫଗୁ ଖେଳ ଆରମ୍ଭ କରିଛନ୍ତି। ମୁଁ ଯାଇଥିଲି ନା ଲବଣଗିରି ପାହାଡ଼, ମୁଁ ଆଶ୍ଚର୍ଯ୍ୟ ହେଇଗଲି ଆଜି ଲୋକ ଦେଖିକି। ଭୁବନେଶ୍ୱର ପରିବାର ସବୁ ଫ୍ୟାମିଲି, ଛାତ୍ର ଛାତ୍ରୀ, ଯୁବକ, ଜାଭିୟର୍ସ ୟୁନିଭର୍ସିଟିର ଷ୍ଟୁଡେଣ୍ଟ, ଅନ୍ୟାନ୍ୟ କଲେଜର ଏମ୍ସର ଷ୍ଟୁଡେଣ୍ଟ, ଭୁବନେଶ୍ୱର ମା ଭଉଣୀମାନେ ଲାଗିଛନ୍ତି ଯେ ମୁଣ୍ଡୁ ସେମୁଣ୍ଡୁ ଏ ଖରାରେ ଲବଣଗିରି ପାହାଡ଼ ଜଗନ୍ନାଥ ଦର୍ଶନ କରୁଛନ୍ତି, ଲବଣେଶ୍ୱର ଶିବଙ୍କୁ ଦର୍ଶନ କରୁଛନ୍ତି, ଲକ୍ଷ୍ମୀଙ୍କୁ କରୁଛନ୍ତି, ବିମଳାଙ୍କୁ କରୁଛନ୍ତି, ହନୁମାନ କରୁଛନ୍ତି, ସୌନ୍ଦର୍ଯ୍ୟକରଣ ଦେଖୁଛନ୍ତି। ଖରା ତାଙ୍କୁ କାଟୁନି, ତା ଉପରେ ପବନ ବାଜୁଛି। ମୁଁ ସଂକୀର୍ତ୍ତନ ଭାଇମାନଙ୍କୁ ନେଇ ଗଲାବେଳକୁ ବିରାଟ ପଟୁଆର, ମନ ଖୁସି ହେଇଗଲା ଏକଦମ। ଆଜି ପବିତ୍ର ଦିନ ଦୋଳ ପୂର୍ଣ୍ଣମୀ। ଆଜି ଦିନରେ ସାରା ଓଡ଼ିଶାର ଦେବତା ଦେବୀମାନେ ଦୋଳ ବେଦିକି ଆସନ୍ତି ଦୋଳି ଖେଳି ଲୋକଙ୍କୁ ଦର୍ଶନ ଦେବା ପାଇଁ, ଜନସାଧାରଣଙ୍କୁ ଦର୍ଶନ ଦେବା ପାଇଁ। ସେଠୁ ମୁଁ ଗଲି ତରାବଇ ମେଳଣ ଷ୍ଟାର୍ଟ ହେଇଛି, ବାଛରା ମେଳଣ ଷ୍ଟାର୍ଟ ହେଇଛି, ମଦନପୁର ମେଳଣ ଷ୍ଟାର୍ଟ ହେଇଛି, ଆଦିବାସୀ ମେଳା ଗ୍ରାମୁଣ୍ଡି ମୁଁ ଆଟେଣ୍ଡ କରିକି ଆଇଲାଣି ପ୍ରାୟ 13ଟା, ବୈଶାଖୀ ମେଳା, ଅଷ୍ଟପହରୀ ଯଜ୍ଞ। ଲୋକ ଆନନ୍ଦ ଉଲ୍ଲାସରେ ଦେବତା ଦେବୀମାନଙ୍କୁ ପୂଜାରେ ଲାଗିଛନ୍ତି, ଫଗୁ ପକାଉଛନ୍ତି, ପୂଜା କରୁଛନ୍ତି, ଭକ୍ତିରେ ମୁଣ୍ଡିଆ ମାରୁଛନ୍ତି, ଆଶୀର୍ବାଦ ନେଇ ଯାଉଛନ୍ତି। ଆଜି ଦିନ ଗୋଟେ ପବିତ୍ର ଦିନ ଦୋଳ ପୂର୍ଣ୍ଣମୀ। ଆମର ଇଭିନିଂରେ ଲିଙ୍ଗରାଜ ଆସିଛନ୍ତି, ଦୋଳ ବେଦୀରେ ଦୋଳି ଖେଳୁଛନ୍ତି ଏବଂ ଆମର ପାର୍ବତୀ ଆସିଛନ୍ତି ସାଥିରେ। ଆପଣ ଦେଖିବେ ଦୋଳ ଗୋବିନ୍ଦ ଆସିଛନ୍ତି, ଦୋଳି ଖେଳୁଛନ୍ତି। ଇଭିନିଂରେ ଗୋଟେ ବିରାଟ ସାଂସ୍କୃତିକ କାର୍ଯ୍ୟକ୍ରମ ଆମେ ବହୁ ବର୍ଷ ଧରି ଲିଙ୍ଗରାଜଙ୍କୁ କରିଆସୁଛୁ। ଆପଣ ଦେଖିବେ ସେଠି ଭଜନ, ଗୀତ, ନାଚ, ପରମ୍ପରା ଅନୁସାରେ ଦେବାଦେବୀଙ୍କୁ ପୂଜା କରିବା ପାଇଁ ସବୁ ପ୍ରକାର କାର୍ଯ୍ୟକ୍ରମ ଓଲ୍ଡ ଟାଉନ୍ର ବଡ଼ ଦାଣ୍ଡରେ ଠିକ୍ ସିଂହଦ୍ୱାର ପାଖରେ ବିରାଟ ଆଜି ଆୟୋଜନ ହେବ। ସାଂସ୍କୃତିକ କାର୍ଯ୍ୟକ୍ରମ, ଲିଙ୍ଗରାଜଙ୍କୁ ପାଇବେ, ଦୋଳଗୋବିନ୍ଦଙ୍କୁ ପାଇବେ, ଲକ୍ଷ୍ମୀଙ୍କୁ ପାଇବେ, ପାର୍ବତୀଙ୍କୁ ପାଇବେ, ଦର୍ଶନ କରିବେ, ଆଶୀର୍ବାଦ ନେଇ ଆସିବେ। ବଢ଼ିଆ ହେବ। କାଲି 9ଟା ବେଳେ କଂଗ୍ରେସ ଅଫିସରେ ପ୍ରାୟ 55 ବର୍ଷ ହେଲା ହୋଲି ଖେଳି ଆସୁଛୁ ଆମେ। କାଲି ଖେଳ ହେବ। କାଲି ଆପଣମାନଙ୍କ ପାଇଁ ବଢ଼ିଆ ଦହିବରା, ବଢ଼ିଆ ଆଳୁଦମ ବରା, ବଢ଼ିଆ ରସଗୋଲା ଫାଡ଼ିଦେଲେ ଭିତରେ ନାଲି ଥବ, ପୁରା ନାଲି ରସଗୋଲା କାଲି ହୋଲିରେ ଆପଣମାନଙ୍କୁ ଆପ୍ୟାୟିତ କରାଯିବ। ଭାଉଜକୁ କାଲି ଲଗେଇକି ବାହାରିବି ନା, ଆଗ ଭାଉଜ, ତାପରେ ସୁବିଧା ଦେଖି ଆଉଜ। ସେ ନାହିଁ, ସେ କିଛି ନୁହଁ, ଆମ ଭିତର କଥା। ଆମେ ଆପସ ସମାଧାନ। ଭାଉଜଙ୍କୁ ଆପଣ କେତେ ବର୍ଷ ହେଲା ରଙ୍ଗ କରୁଛନ୍ତି? ବାଉଜକୁ ପ୍ରାୟ 60 ବର୍ଷ ରୁଦ୍ଧ ହବ। ଏ ବର୍ଷ ବି ରଙ୍ଗ ଲଗେଇବେ? କି କଥା ତା ପାଇଁ ମୁଁ ଘର ଚଳଉ ସେ ବୋଲି ମୁଁ ତମ ପାଖେ ପତିଆରା। କ'ଣ କୁହନ୍ତି ହୋଲି ଲଗେଇଲା ବେଳେ? ପ୍ରିୟ ଖୁସି ତ ବାସ୍। ଭାଉଜ କ'ଣ କୁହନ୍ତି? ସ୍ୱାମୀ ରେଡ଼ି ତ ଆମର ନଟ ବୋଲ୍ଟ ଫଟ୍ କିନ୍ତୁ ଟାଇଟ୍ ହେଇଯିବ, କିଛି ଅସୁବିଧା ନାହିଁ। ଝଗଡ଼ା ହୁଏନି କେବେ? କାହିଁ ଝଗଡ଼ା ହେବ? ସେ ତ ଘର କଥା ବୁଝୁଛି, ମୁଁ ତ ତମମାନ ବାହାର କଥା ବୁଝୁଛି, ଜନସାଧାରଣ କାହିଁ ଝଗଡ଼ା ହେବ? କିଛି ଅସୁବିଧା। ଆଜିକାଲି ପୁଅ ଝିଅ ହୋଲି ଖେଳୁଛନ୍ତି, ଆଜିକାଲିକା ପ୍ରେମର ହୋଲି ରଙ୍ଗ ଆଉ ଆପଣଙ୍କ ବେଳର ରଙ୍ଗ କେମିତି ଥିଲା? ସେ ରଙ୍ଗ ଆମ ଅଲଗା ରଙ୍ଗ, ଇଏ ବାଜେ ରଙ୍ଗ, ଏ କେମିକାଲ ରଙ୍ଗ, ସେ ଅନ୍ୟ ରଙ୍ଗ, ଏଗୁଡ଼ାକ କ'ଣ କାମ? ଆମେ ପୁରା ଫଗୁ। କୃଷ୍ଣ ରାଧାକୁ ଯେଉଁ ଫଗୁ ଲଗାଉଥିଲେ ପିଚିକାଳି ଜରିଆରେ କଲର, ଆମର ସେଇ କଲର। ଆମେ କୃଷ୍ଣ ରାଧାଙ୍କ ସହିତ ଆଉ ସଖୀଙ୍କ ସହିତ ଖେଳୁଥିଲେ ବୋଲି ଆମେ ଖେଳୁଛୁ ନା ହୋଲି। ଆଉ ଭାରତ ପୃଥିବୀ ଯାହା ଖେଳିଲେଣି ଏବେ ସେ କାଲି ଖେଳିବେ। ଠିକ୍ କଥା ମୁଁ କହିପାରିବିନି, ଯେ ଯାହା ସାଥିରେ ଖେଳିବା କଥା କାଲି ଖେଳିବେ। ମୁଁ ଯାହା ସହିତ କାଲି ଖେଳିବା କଥା ଖେଳି, କାଲି ମୋର ଅଛି ଭୁବନେଶ୍ୱରରେ 7ଟା ସେଣ୍ଟର,
कांग्रेस भवन सरला परे एजिटा कॉलोनी में जाओ, रूपाली कॉलोनी छक जाओ, राजमहल छक जाओ, कल्पना छक जाओ, रवि टकी छक जाओ, बाड़कटे गाधौ से खाली गोटे जदि आपण मैंने भी आसबे आमर 100टा मिले एक्सट्रा थाए चारियारे रंग खेली बाड़काटी केनाल गाधई रंग छड़ई गोटे मल्ली फुलिया भोजन छोटे बाड़काटी मटन सब दि बेस्ट मटन सियोर ना से किए कौन करू आमर मटन हम पियर हाँ काली खिया हम खाली कांग्रेस भवन टी आसो दबा हाँ आ काली कुछ खाऊ ना आम खाइबानी कि कथा ना गुह फो ना ये मद फद होली चलबनी ये पियर कृष्णकर जहाँ आदर्श राधांकर जहाँ आदर्श जनसाधारण जहाँ आदर्श समान पाइबाई आशीर्वाद पाइबाई खुशी रे खाली भाईचारिया भाव स्नेह होली खेल हम 9टा ରୁ 10ଟା आपण मैंने कांग्रेस भवन को आसापे अनुरोध आ बाड़काटी जदि 2टा पहुँचे वेलकम आप टोका थे नहीं कि खाद्य पाखे पहुँचे मटन की मटन हाँ मल्लीफुलिया खीरी समस्त तो गोटाए से सांबादिक कौन नेता आईएएस ओएस इंजीनियर सांबाद गोटे प्रकार समस्त से कलाकार गोटे प्रकार फुड आम चेंज फुड भांग खाते भाव किसी कहते ना मुझे भांग मु खाएनी टिके चाहिए ये बेल देशी कदली छेना फेटिकी खाईदे सका बढ़िया नंद आकार झाड़ा परिस्थिति बाहर जा। हो हैप्पी होली।